ତ ପିଲେମାନେ ପୁଣି ଥରେ ଆଉ ଏକ ଭିଡିଓରେ ତମ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ପିଲେ ପୂର୍ବେ ଆମେ ଜାଣିଲେ ରାଜା ପ୍ରତିଥର କହୁଛନ୍ତି ଯେ ମତେ ନର୍କ ପଥରୁ ଉଦ୍ଧାର କରନ୍ତୁ, କିନ୍ତୁ କଣ ନା କୋପେ ନ ଶୁଣେ ମୋ ବଚନ। କୋପେ କହିଲେ ରାଗି କରି ଏ ପର୍ଯ୍ୟନ୍ତ ମଧ୍ୟ ରାଗ ଶାନ୍ତ ହୋଇନାହିଁ। ଏ ପର୍ଯ୍ୟନ୍ତ ମଧ୍ୟ କ୍ରୋଧ ଶାନ୍ତ ହୋଇନାହିଁ। ତେଣୁ କୋପେ ନ ଶୁଣେ, ବୁଝିପାରିଲା? ରାଗି କରି ନ ଶୁଣନ୍ତି ମୋର କଥାକୁ, ରାଗି କରି କେହି ବ୍ରାହ୍ମଣ ମଧ୍ୟ ମୋ କଥାକୁ ଶ୍ରବଣ କରନ୍ତି ନାହିଁ। ଦେନ୍ କଣ ଅଛି, ଏମନ୍ତ ଗଲା କେତେ ଦିନ, ଏଇଭଳି ଭାବରେ କେତେ ଦିନ ବିତି ଯାଇଛି। ବିତିଗଲା ପରେ କଣ ହେଲା? ଦେନ୍ ଦେଖ କଣ ହେଇଛି, ଭୋନାଥ ଶୁଣ ଜନାର୍ଦ୍ଦନ, କାଳେ ମୁଁ ଛାଡ଼ିଲି ଜୀବନ, ମରଣ କାଳେ ଯମଦୂତେ, ମିଳିଲେ ମୋର ଅଗ୍ରତେ। ତାହେଲେ ଭୋ ନାଥ, ହେ ନାଥ, ଏ ମଦନ ଗୋପାଳ, ହେ ଜନାର୍ଦ୍ଦନ, ମୋ କଥାକୁ ଟିକେ ଶୁଣନ୍ତୁ ଆଜ୍ଞା। ଭୋନାଥ ଶୁଣ, ଆଁ? ଯେ ଜନାର୍ଦ୍ଦନ ମୋ କଥାଟିକୁ ଶୁଣନ୍ତୁ। ଦେନ୍ କାଳେ ମୁଁ ଛାଡ଼ିଲି ଜୀବନ, କାଳେ ମୁଁ ଛାଡ଼ିଲି ଜୀବନ, ଏ କଥାର ସମାଧାନ ହେଇପାରିଲାନି। ଗାଈ କାହା ପାଖକୁ ଯିବ, କିଏ ଗାଈ ନେବ? ଏକଥା ସମାଧାନ ହୋଇପାରିଲାନି। ମତେ ଏଇ ଧର୍ମ ସଙ୍କଟରୁ ପକାଇ ଦେଲେ ଦୁଇ ବ୍ରାହ୍ମଣ, ଏବଂ ଏଇଭଳି କେତେ ଦିନ ବିତି ଯିବା ପରେ ମୁଁ କଣ କଲି, ଜୀବନ ଛାଡ଼ିଲି। ମୋର ମୃତ୍ୟୁ ହେଇଗଲା, ଜୀବନ ଛାଡ଼ିଲା। କାଳେ ମୁଁ ଛାଡ଼ିଲି ଜୀବନ, କିଛି ସମୟ ପରେ ମୁଁ ମୋ ଜୀବନ ଛାଡ଼ିଲା, ମାନେ ମୁଁ ଏହା ସମ୍ବରଣ କଲି। ଦେନ୍ କଣ, ମରଣ କାଳେ ଯମଦୂତେ, ଆମେ ସମସ୍ତେ ଜାଣିଛେ ପିଲେ, କଣ ମରଣ କାଳେ, ମରଣ ସମୟରେ ଯମଙ୍କର ଦୂତ ମାନେ ଆସନ୍ତି। ଯମ ଫାଶରେ, ଯମ ଦୌଡ଼ିରେ ଆମକୁ ବାନ୍ଧି କରି ନେଇଯାଆନ୍ତି ଯମଦୂତ ମାନେ ଆସିକି। ଦେନ୍ ମିଳିଲେ ମୋହର ଅଗ୍ରତେ, ମୋର ସାମ୍ନାରେ ଆସିକି ଏକାଠି ହେଲେ, ଆସିକି ମିଳିଲେ, ମୋ ସହିତ ମିଶିଲେ, ମତେ ଦେଖା କଲେ। କଣ ଏରା କଲେ, ବନ୍ଧନ କରି ମୋର ଦେହି, ଯମ ନିକଟେ ଦେଲେ ନେଇ। ତାମାନେ କଣ କଲେ, ମତେ ବାନ୍ଧି କରି, ବନ୍ଧନ କରି ମୋର ଦେହକୁ ବାନ୍ଧି କରି ମତେ ଯମ ନିକଟରେ ନେଇ, ଯମଙ୍କ ପାଖରେ, ରବିନନ୍ଦନଙ୍କ ପାଖରେ ନେଇକି ମୋ ଦେହଟାକୁ ପହଞ୍ଚାଇ ଦେଲେ। ମତେ ଆଜ୍ଞା ପହଞ୍ଚାଇ ଦେଲେ। କଣ କଲେ ନା, ପହଞ୍ଚି ସାରିଲା ପରେ କଣ କଲେ, ତକ୍ଷଣେ ରବିର ନନ୍ଦନ, ଅନେକ କଲା ସନମାନ। ତକ୍ଷଣେ ମାନେ ସଙ୍ଗେ ସଙ୍ଗେ, ତକ୍ଷଣେ ମାନେ ସଙ୍ଗେ ସଙ୍ଗେ, ରବିର ନନ୍ଦ, ସୂର୍ଯ୍ୟଙ୍କ ପୁତ୍ର କିଏ? ଆମେ ସବୁ ଜାଣିଛେ ପିଲେ, କିଏ? ଯମରାଜ। ସେ କଣ କଲେ, କଣ, ଦେନ୍ ଅନେକ କଲା ସନମାନ, ଅନେକ ସମ୍ମାନ କଲେ ମୃଗରାଜଙ୍କର, ବହୁତ ସମ୍ମାନ କଲେ। ଧର୍ମରାଜ, ଯମରାଜ କଣ କଲେ, ଦେନ୍ କଣ ଦେଖ ପିଲେ, ପୁଣ୍ୟ ପାତକ ବିଚାରିଲା, ଆନନ୍ଦେ ମତେ ଆଜ୍ଞା ଦେଲା। ପୁଣ୍ୟ ପାତକ ବିଚାରିଲା, ବୁଝିପାରିଲେ ନା ନାଇଁ? ଯମ କହିଲେ ଚିତ୍ରଗୁପ୍ତଙ୍କୁ, ପାଞ୍ଜି ଖୋଜ, ସରି, ପାଞ୍ଜି ଖୋଲ, ଦେଖ ମୃଗରାଜାଙ୍କର କଣ ରହିଛି, ପାପ କେତେ ରହିଛି, ପୁଣ୍ୟ କେତେ ରହିଛି। ତକ୍ଷଣେ କଣ କଲେ, ପୁଣ୍ୟ ପାତକ
पुण्य पाप विचार कले जमराज एवं जमराज पुण्य पाप को विचार कर सारिया पर कौन कले आनंदे मते आज्ञा देले आनंद सहकार रे खुशी खुशी मन रे कौन कले प्रफुल्लर मन रे मते आज्ञा देले जमराज कौन कले शुण राजन पुण्यवंते सॉरी शुण राजन पुण्यवंत देख दमराज कहउचंदी हे नृगराज आपण पुण्यवंत आपण पुण्यवान देन कौन एक एक करू तोर पुण्य अंत आनंद काल रे आपण बहुत पुण्य अर्जन करजंती ना ताले के करू तो पुण्य अंत देन किंचित पाप अछि तोर तोर मध्य किंचित सामान्य पाप अछि देन जे इच्छा आगे भोग कर तामाने अंत समय रे नृगराज दुई दुई प्रकार जिनिस को धारण करछथि पाप धरिचंती पाप धरिच अछि पाप अछि किंचित पाप अछि एवं पुण्य मते अछि परंतु से पुण्यवंत अधिक पुण्य अर्जन करछथि तेणु जमराज कहउचंती जे इच्छा आगे आम भोग करो बुझी पाइला जे इच्छा आगे भोग कर आगे आपण जहा चाहिए भोग करिवे काहेकि 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 ना एटी कर्मर फल समस्त मिले ना नहीं मिले समस्त कर्म अनुसार फल मिले एवं जदि आमे कहिया लाइक फॉर एग्जांपल हेले तमे जदि उत्तम कर्म करिवो ताले तुमको उत्तम फल मिलिवो बुझी पाइला बा पाइबो जदि तमे मंद कर्म करिवो ताले मंद फल पाइबो ता माने कर्म फल तमे पाई सारिबा परे ही तुमको मुख्य प्राप्ति हेबो ता माने साप मोचन साप कहले कोन कि अभिशाप अभिशाप रो आपण मोचन मोचन कहले मुक्ति पाइबे मुख्य पाइबे बुझिला ताले किभଳି पाइबे जे पर्यंत तमे माने कर्म फल भोग करिनो से पर्यंत तुमको मुख्य मिलिबो नाही बुझि पाइला मिलिबो कि तमे मिलिबो नाही तमे सेते पर्यंत जाए मुक्ति पाइबो नाही तेणु जमराज कहउचंदी दुई दुई प्रकार रो कथा आपण सामने अछि गोटे गोटे आपणकर अनेक पुण्य अछि अन्य पटे आपणकर किछि पाप अछि काहा को आग भोग करिवे केउ फल को आगे भोग करिवे देन कोन अछि देखो एठी कहउचंदी जमराज शुभ अशुभ फल दुई निश्चिंत भोग सॉरी निश्चय भोग कर से सॉरी निश्चय भोग से करई बुझी परिला तामने शुभ अशुभ हेउ अबा अशुभ फल हेउ जेउ प्रकार फल हेउ कर्म अनुसार फल हेउ तमे माने आजी जदि भलो पढुछ मन लगाई पढुछ सेही अनुसार परीक्षा रे तुम मानक फल मिलिबो फल देवे जनार्दन बुझी पाइला तमे माने जदि बिल्कुल पाठ पढु नथबो सेतबेले तमे आशा करियो कोन मोर बहुत नंबर रही जांता कि मोर बहुत नंबर रही जांता कि मु खाता फुल कर लिखि छी मु खाता फुल कर देछि 32 पेज लिखि देछि मोर जदि रही जांता केते भलो होंता तमे माने एमिति भाबुछ ना नहीं जे मोर बहुत नंबर रही जाउ रहियो केबो कि केबे भी रहियोनी बुझी पाइला नै सेही अनुसार बुझी पाइला तेणु परिश्रम अनुसार कर्म अनुसार शुभ अशुभ फल मिले बुझी पारिला ता माने शुभ अशुभ फल दुई निश्चित भोग से करई से निश्चिंत भोग करिवो किए स्वयं भगवान मध्ये एतरु पार पाइ नथिले चार तमे त मनिष तम पाद जानिथबो बिले कृत कर्म परीक्षा जे परिमाण मध्ये भोग करिया में पडिथिला श्री कृष्ण तमे माने जन्मभूमि प्रबंध रे पाठ को करिथलो बिले बुझी पाइले नै तीन जन को कंट करी आसीथिले तीन जन कंट करी आसीथिले ना द्वारका आसीथिले भाई तेणु सेई जे पाप आपण को फल भोग करिया भी पड़ीथिला एई बळी भाबरे जे मुख्य कथा कहितले
जो मिथ्य आश्वासना दे पळे ଆସିଥିଲେ ତାକୁ ମଧ୍ୟ ଭୋଗ କରିବାକୁ ପଡିଥିଲା। ସେଥିରୁ ସେ ସ୍ୱୟଂ ଭଗବାନ ହିଁ ବଞ୍ଚି ପାରିନଥିଲେ। ତେଣୁ ବ୍ରହ୍ମା ଶଙ୍କର ଦେହଧାରୀ ଦେଖ ତାପରେ କଣ ଅଛି ପିଲେ, ବ୍ରହ୍ମା ଶଙ୍କରେ ଦେହ ଧରି, ବ୍ରହ୍ମା ହୁଅନ୍ତି ଅବା ଶଙ୍କର ହୁଅନ୍ତୁ ଅବା ଶ୍ରୀ ଜନାର୍ଦ୍ଦନ ହୁଅନ୍ତୁ, ସେ ଯେ କୌଣସି ଏ ଯେଉଁ ବ୍ରହ୍ମା ହେଉ, ବ୍ରହ୍ମା ହୁଅନ୍ତୁ ଶଙ୍କର ହୁଅନ୍ତୁ, ସେ ମହାଦେବ ହୁଅନ୍ତୁ ନା କାହିଁକି ସେ ଦେହ ଧାରଣ କରିଥିଲେ, କଣ ଅନ୍ୟ ଖା ନ ପାରନ୍ତି କରି, ସେ ଯେଉଁ ଶୁଭ ଅଶୁଭ ଫଳକୁ ମଧ୍ୟ ସେମାନେ ଭଗବାନ ହେଇକି ମଧ୍ୟ ଅନ୍ୟଥା କରିପାରନ୍ତି ନାହିଁ। ଯୋଉ ଫଳ ଅଛି ତମକୁ ସେ ଫଳ ଭୋଗ କରିବାକୁ ପଡିବ। କଣ ହେଇଛି, ହେମନ୍ତ ଯମ ବାକ୍ୟ ଶୁଣି ଆପଣା ଚିତେ ପରିମାଣି, ଏମନ୍ତେ ଏମନ୍ତ ଏଇଭଳି ଭାବରେ ଯମଙ୍କର ଯମ ରାଜାଙ୍କର ଧର୍ମରାଜଙ୍କର ବାକ୍ୟକୁ ଶ୍ରବଣ କରି ଆପଣା ଚିତେ ପରିମାଣି, ଆପଣା ମୁଁ କଣ କଲି, ଚିତେ ପରିମାଣି ବିଚାର କଲି, ମୁଁ ନିଜ ହୃଦୟରେ ମୁଁ ଟିକେ ବିଚାର କଲି ଯମରାଜାଙ୍କର ବାକ୍ୟ ଶୁଣି। ଏଇଭଳି ଭାବରେ ଯମରାଜ କହୁଛନ୍ତି ଶୁଭ ଅଶୁଭ କର୍ମଫଳ ଭୋଗିବାକୁ ମାନେ ପଡିବ, କର୍ମଫଳ ଭୋଗ କରିବା ପାଇଁ ପଡିବ। ପାପ ଅଛି ପୁଣ୍ୟ ଅଛି, କାହାକୁ ଆଗ ଭୋଗ କରିବେ କୁହନ୍ତୁ, ବୁଝିପାରୁଛ ନା? ତାମାନେ ପିଲେ ଏଠି ଦେଖ, ଏଠି ଯମରାଜ ଅପସନ ଦେଉଛନ୍ତି। କାହିଁକି ଅପସନ ଦେଉଛନ୍ତି? ତମେ ମାନେ ପ୍ରଶ୍ନ କରିବ, ସାର୍ କାହିଁକି ଅପସନ ଦେଲେ? ଏମସିକ୍ୟୁ କ୍ୱେଶ୍ଚନ ତମ ମାନଙ୍କୁ ଅପସନ ମିଳିଯାଏ। ଅପସନ ମିଳିଲେ ସେମାନେ ତମେ ମାନେ ତମମାନଙ୍କର ଉତ୍ତର ମିଳିବାର ସଠିକ ହେବାର ଚାନ୍ସ ବହୁତ ବଢିଯାଏ। ତମେ ଜାଣିଦିଅ। ଠିକ ସେଇପରିକା ଯମରାଜ ଏଠି ଅପସନ ଦେଉଛନ୍ତି। କାହିଁକି? କାରଣ ସେ ପୁଣ୍ୟବନ୍ତ ହୋଇଥିବାରୁ, ତାମାନେ ମୃଗରାଜ ପୁଣ୍ୟବନ୍ତ ହୋଇଥିବାରୁ ଯମରାଜ କହୁଛନ୍ତି ବାଛନ୍ତୁ ଆଜ୍ଞା କଣ ହେବେ, ସମ୍ମାନ ସହିତ କହୁଛନ୍ତି ନା। ସେତେବେଳେ ମୃଗରାଜ ଆପଣ ଚିତ୍ତରେ ପରିମାଣି ନିଜ ଚିତ୍ତରେ ନିଜ ହୃଦୟରେ ବିଚାର କରୁଛନ୍ତି, ପରିମାଣି କରୁଛନ୍ତି କଣ କରିବା ଦେଖ ବିଲେ। ତାପରେ ବାଛୁଛନ୍ତି ମୃଗରାଜ, ବୁଝିପାରିଲା? ତାପରେ ବାଛି ସାରିଲା ପରେ କଣ କରୁଛନ୍ତି ଏସବୁ ତୁମମାନଙ୍କର ପରବର୍ତ୍ତୀ ସମୟରେ ଆଲୋଚନା କରିବା, ବୁଝିପାରିଲା? ତାହେଲେ ପିଲେ ଆଜି ପାଇଁ ବସ୍ ଏତିକି।